क्रोधात् भवति शमः शमहात् स्मृति विभ्रमः स्मृति भ्रसात् वृद्धिनाशात् प्रणश्यति। ଭଗବାନ କହୁଛନ୍ତି କ୍ରୋଧରୁ ମୋହଜାତ ହୁଏ ଏବଂ ମୋହରୁ ସ୍ମୃତି ବିଭ୍ରମ ହୁଏ। ସ୍ମୃତି ବିଭ୍ରମ ହେଲେ ବୁଦ୍ଧି ନାଶ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୋଇଯାଏ ସେତେବେଳେ ବ୍ୟକ୍ତି ପୁନର୍ବାର ଭୌତିକ ସଂସାର ବର୍ଣ୍ଣରେ ପତିତ ହୁଏ। ଶ୍ରୋତାବନ୍ଧୁ, କ୍ରୋଧରୁ ମୋହଜାତ ହୁଏ ଏବଂ ମୋହରୁ ସ୍ମୃତି ବିଭ୍ରମ ହୁଏ। ସ୍ମୃତି ବିଭ୍ରମ ହେଲେ ବୁଦ୍ଧି ନାଶ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୋଇଯାଏ ସେତେବେଳେ ବ୍ୟକ୍ତି ପୁନର୍ବାର ଭୌତିକ ସଂସାର ବର୍ଣ୍ଣରେ ପତିତ ହୁଏ। ଏହି କଥା ଭଗବାନ ବାରମ୍ବାର ଆମକୁ ସୂଚାଇଛନ୍ତି ପ୍ରତ୍ୟେକ ଶ୍ଲୋକରେ। ଏଠି ମଧ୍ୟ ଏହାର ପୁନରାବୃତ୍ତି କରାଯାଉଛି। ଶ୍ରୋତାବନ୍ଧୁ, ଶିଳରୂପ ଗୋସ୍ୱାମୀ ଆମକୁ ଏହି ଉପଦେଶ ଦେଇଛନ୍ତି ଯେ ପାପଞ୍ଚି କତୟା ବୁଦ୍ଧ୍ୟା ହରି ସମ୍ବନ୍ଧି ବସ୍ତୁନଃ ମୁମୁକ୍ଷୁଭଃ ପରିତ୍ୟାଗ ବୈରାଗ୍ୟମ୍ ଫଲୁ କଥ୍ୟତେ। ଏହି ଶ୍ଲୋକଟି ଭକ୍ତି ରସାମୃତ ସିନ୍ଧୁରୁ ଉଦ୍ଧାର କରାଯାଇଛି। ଏଇଠାରେ ଆପଣଙ୍କୁ ଉଦାହରଣ ପାଇଁ ଏଇଟା ବ୍ୟବହାର କରାଯାଇଛି। କୃଷ୍ଣ ଚେତନା ବୃଦ୍ଧି ପ୍ରାପ୍ତି ହେଲେ ବ୍ୟକ୍ତି ଜାଣିପାରେ ଯେ ପ୍ରତ୍ୟେକ ପଦାର୍ଥ ଭଗବାନଙ୍କର ସେବାରେ ନିଯୁକ୍ତ ହେବା ଦରକାର ଏବଂ ଭଗବାନଙ୍କ ପାଇଁ ପ୍ରତ୍ୟେକ ପଦାର୍ଥ ଉଦ୍ଦିଷ୍ଟ। ଯେଉଁମାନେ କୃଷ୍ଣ ଚେତନା ଲାଭ କରିନଥାନ୍ତି ସେମାନେ କୃତ୍ରିମ ଉପାୟରେ ଭୌତିକ ବିଷୟବସ୍ତୁ ତ୍ୟାଗ କରିବାକୁ ଚେଷ୍ଟା କରୁଥାନ୍ତି। ଫଳରେ ଯଦିଓ ସେମାନେ ଭୌତିକ ବନ୍ଧନରୁ ମୁକ୍ତ ହେବାକୁ ଚେଷ୍ଟା କରନ୍ତି ତଥାପି ସେମାନେ ତ୍ୟାଗର ସିଦ୍ଧ ସ୍ତର ଲାଭ କରିପାରନ୍ତି ନାହିଁ। ଅନ୍ୟ ପକ୍ଷରେ ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ପ୍ରତ୍ୟେକ ପଦାର୍ଥକୁ କିପରି କୃଷ୍ଣଙ୍କ ସେବାରେ ଲଗାଇ ହେବ ତାହା ଜାଣେ, ତେଣୁ ସେ ଭୌତିକ ଚେତନାରେ ରହେ ନାହିଁ। ଉଦାହରଣ ସ୍ୱରୂପ ଏକ ନିର୍ବିଶେଷବାଦୀ ପକ୍ଷରେ ଭଗବାନ ନିରାକାର ହୋଇଥିବାରୁ ସେ ତାହାକୁ ଖାଦ୍ୟ ଲଗାଇ ପାରିବ ନାହିଁ, କାହିଁକି ନା ଭଗବାନଙ୍କର ଆକାର ନାହିଁ, ତେଣୁ ଭଗବାନ ଖାଇବେ କେମିତି? ଏହି ଧାରଣାର ଦାସବର୍ତ୍ତୀ ହୋଇ ନିର୍ବିଶେଷବାଦୀ ସୁନ୍ଦର ଖାଦ୍ୟ ପଦାର୍ଥକୁ ଭଗବାନଙ୍କୁ ଅର୍ପଣ କରେ ନାହିଁ। କିନ୍ତୁ କୃଷ୍ଣ ଭକ୍ତ ଜାଣେ ଯେ କୃଷ୍ଣ ହେଉଛନ୍ତି ପରମ ଭକ୍ତା ଏବଂ ଯାହା ଭକ୍ତିରେ ତାଙ୍କୁ ପ୍ରଦାନ କରାଯାଏ ସେ ଭୋଜନ କରନ୍ତି। ତେଣୁ ଭଗବାନଙ୍କୁ ସୁନ୍ଦର ଖାଦ୍ୟ ପଦାର୍ଥମାନ ଅର୍ପଣ କଲା ପରେ ଭଗବାନଙ୍କ ଉଦ୍ଦିଷ୍ଟ ଯାହାକୁ ପ୍ରସାଦ ବୋଲି କୁହାଯାଏ ଭକ୍ତ ସେବନ କରେ। ଏହିପରି ଭାବରେ ସମସ୍ତ ପଦାର୍ଥ ଦିବ୍ୟତା ଲାଭ କରେ ଏବଂ ସେଇଥିପାଇଁ ଏଥିରେ ଅଧପତିତ ହେବାର ଆଶଙ୍କା ଦେଖାଯାଏ ନାହିଁ। ଭକ୍ତ କୃଷ୍ଣ ଚେତନାରେ ସୁନ୍ଦର ଖାଦ୍ୟ ପଦାର୍ଥକୁ ଭଗବାନଙ୍କର ପ୍ରସାଦ ବୋଲି ଭାବି ଗ୍ରହଣ କରେ, କିନ୍ତୁ ଏକ ନିର୍ବିଶେଷବାଦୀ ଅଭକ୍ତ ଏହାକୁ ଭୌତିକ ପଦାର୍ଥ ବୋଲି ଭାବି ତ୍ୟାଗ କରେ। ତେଣୁ ନିର୍ବିଶେଷବାଦୀ କୃତ୍ରିମ ତ୍ୟାଗ ଯୋଗୁଁ କଦାପି ଜୀବନକୁ ଉପଭୋଗ କରିପାରେ ନାହିଁ ଏବଂ ସାମାନ୍ୟ ପରିମାଣରେ ମାନସିକ ଉତ୍ତେଜନା ସୃଷ୍ଟି ହେଲେ ସେ ପୁନର୍ବାର ଭୌତିକ ସ୍ଥିତି ରୂପକ ସଂସାର ବର୍ଣ୍ଣରେ ପତିତ ହୁଏ। ତେଣୁ କଥିତ ଅଛି ଯେ ଯଦିଓ ଏପ୍ରକାର ଏକ ଆତ୍ମା ମୁକ୍ତି ସ୍ତର ପର୍ଯ୍ୟନ୍ତ ଗତି କରିଥାଏ ତଥାପି ପୁନର୍ବାର ଭୌତିକ ସ୍ଥିତିରେ ଅଧପତିତ ହୁଏ, କାରଣ ସେ ଭଗବାନଙ୍କ ସେବାରେ ନିଯୁକ୍ତି ନ ହୋଇଥିବା ଯୋଗୁଁ କୌଣସିଠାରେ ଆଶ୍ରୟ ନେବାକୁ ଲାଭ କରିପାରେ ନାହିଁ। ଶ୍ରୋତାବନ୍ଧୁ, ଭଗବାନଙ୍କ ପଦାରବିନ୍ଦରେ ଯିଏ ନିଜକୁ ସମର୍ପଣ କରିଥାଏ ତାହାର ମୁକ୍ତି ସୁନିଶ୍ଚିତ ଅଟେ। ତେଣୁ ଯଦି ଆଶ୍ରୟ ନେବାକୁ ଚାହୁଁଛନ୍ତି ତାହେଲେ ଭଗବାନଙ୍କର ପାଦତଳେ ଆଶ୍ରୟ ନେବା ପାଇଁ ଚେଷ୍ଟା କରନ୍ତୁ। ଜୀବନ ଆପଣଙ୍କର ସୁଗନ୍ଧିତ ହୋଇ ଉଠିବ। ହରେ କୃଷ୍ଣ।